ସମାପନୀର ଅପରେସନ ହେବ, ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର। अरे 1000 नहीं कि 10,000 नहीं, ये केवल 5 लक्ष टका। नहीं मुझे खतरा तुम्हारे घर को नहीं। अरे पता टिके डर हो गए जे गाँ मुड़ी माँ ठाकुराणी को नदी 100 माठिया पानी आनी गाधो दिए। तू घर पिटी पिटी तो हाथ दर्द हो गले, राति राति उजागर रही सोर से रत्न फुटाई तो हाथ को घसी दिए। तार पुनी ए मरण पत्र तुम्हारे घर को नहीं। अरे तो घर गृहस्थ नीलम हो गला, मो घर गृहटा अच्छी मो समाज दरकार हेले। अरे घर गृहस्थ था मु निज को बिक्री कर देती आकाशटा आसू से आसिले भंडारी पाखर खाई जाई आमे कारोबार करबा जिबा। के त माने के त माने तोमा को देखो एडी तो बड़ा बड़ा अक्षर लेखा है साइलेंस। आज्ञा हमने के तू अरे के तू ये तमे बहुमा मो सतियाला भी होगा विश्राम करातो समस्ते कहले एठी गेले से पाए भलो होइबो। ना एटा उसे प्राइवेट नर्सिंग सरकारी हॉस्पिटल एटी हाई पे वीआईपी लोग माने ट्रीटमेंट कराते तमो बड़ी छोट लोग भिखारी माने कम। ओके हमें ओटी रेडी करो, मुई 15 मिनट में पहुंचूंगी। जल्दी से पहुंच। ओके अरे तू एठी जे भाई अरे हॉस्पिटल में चाकरी करछी किंतु तमे एठी ए लागत तो मोटा विश्व डॉक्टर एटा को बच्चे के बच्चे राजा एवं कहियो एटा उसे प्राइवेट नर्सिंग सरकारी डाक्टर का चिकित्सा होने एठी ट्रीटमेंट करले पहले प्रथमे टंका डिपॉजिट करले तापर जे लोग हजार नहीं कि 10,000 नहीं 5 लक्ष टका तो कोई नहीं आखिर तो टंका नहीं ना नर्सिंग मास्टर सास को दिले करी लोने का पेपर है यही रे ए देखू तू एक ही अच्छुनी हमने कोई जानी के गांव जाको तो फिरे गया परे अगर समझते कहले एक ही आइले तो बहुत करे बंची जीवो नहले मरी गले छोटा उच्चल काले से तुम घर था बड़ भौरी तुम्हें कौन जानता मु जानिनी केवल मोती जानिती ताकर त्याग भाई ए रतन आदि डॉक्टर होती कहले कोने डॉक्टर है से डॉक्टर ऐसे तमाम लोग डॉक्टर है पर तुम वो पैसे लोजन जन कर्मचारी সেই কর্মচারী কেমন ভাই বৌমা সে খালি মো ভাই মো বড় পুଅ সাইটা আর যোর স্ত্রী লোকটা রোগ বিছড়ারে পড়ি ছোট বড় হচ্ছে সেটা বড় ভাই নয় তা বউ সাইটা এইটাକୁ ডাক্তার করে বলে ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଦିନ ଦିନ ଧରି ଉପବାସ କରିଛୁ। ଏଇଟାକୁ ଡାକ୍ତର କରିବାକୁ ବୋଲି ଆମ ସାନ ଭାଇ
ନର୍ସିଂ ହୋମରେ ପଶି ଶେଷରେ ମାଲିକାଣୀ ମୋର ଭାତ ଉଠଉଛୁ। ଏଇଟା ତୋତେ ବାଧିବ ନା? ସିଏ ଯେତେବେଳେ ତୋ ସାମ୍ନାରେ ତୋ ବଡ଼ ଭାଇ ଉପରକୁ ହାତ ଜୋତାରେ ମାରୁଥିଲା ସେତେବେଳେ କ'ଣ ତୋ ଆଖିକି କିଛି ଦେଖାଯାଉନଥିଲା? ଯିଏ ଯେମିତି ଭୁଲ କରିବ ସେମିତି ଶାସ୍ତି ପାଇବା ଦରକାର। ଠିକ୍ କହିଛୁ ତୁ। ସେ ଭୁଲ କରିଛନ୍ତି, ମସ୍ତ ବଡ଼ ଭୁଲ କରିଛନ୍ତି। ତାଙ୍କର ଭୁଲ ହେଲା ଯେ ମୋ ପରି ଗୋଟେ ବେଇମାନ ଭାଇର ଭାଇ ହେବାଟା। ତାଙ୍କର ଭୁଲ ହେଲା ଯେ ତୋ ପରି ଗୋଟେ ବିଶ୍ୱଧର ସାପକୁ କ୍ଷୀର କଦଳୀ ଦେଇ ପୂଜା କରିବା। କାହିଁକି ଚୁପ୍ ରହି ଭାଇ? କ'ଣ ପାଇଁ ଚୁପ୍ ରହି? ମୋ ସାମ୍ନାରେ ଏ ବାଚ୍ଚା ସ୍ତ୍ରୀ ଲୋକଟା ତମ ଉପରକୁ ଜୋତାରେ ବାଟ ମାରିବ, ମୁଁ ଚୁପ୍ ରହିବି? କ'ଣ କହିଲୁ? ମୁଁ ବାଧ୍ୟ ସ୍ତ୍ରୀଲୋକ? ମୁଁ ବାଧ୍ୟ ସ୍ତ୍ରୀଲୋକ? ରାଜା! କ'ଣ ରଥ? ସବୁ ତ କରୁଛ ତମେ, ଆଉ ମଝିରେ କାହିଁ ରଥ? ଏ ରଥ କହିଲୁ ଗୋଟେ ବାଧ୍ୟସ୍ତ୍ରୀ ଲୋକ। ମୁଁ ତତେ ଶେଷ ଥର ପାଇଁ କହିଦେଉଛି ଭାଇ, ମୋ ଦେହରେ ହାତ ଲଗେଇବା କହୁଛୁ। ତାହେଲେ ମୁଁ ଭାବିବାକୁ ଯା ତୁ ମୋ ବଡ଼ ଭାଇ ବୋଲି। କ'ଣ କରିବୁ? ମାରିବୁ ମତେ? ମାରିବୁ? ହଁ। ରାଜା, ତମର ଅପରେସନ କେସ୍ ଅଛି। ତମେ ଉଠିକି ଯାଅ। ଏମାନେ ଏଠୁ କେମିତି ଯିବେ ସେ ବ୍ୟବସ୍ଥା ମୁଁ କରୁଛି। ହଁ ଶୁଣ, ଏମାନଙ୍କୁ ମୁଁ 10 ମିନିଟ୍ ସମୟ ଦେଲି। 10 ମିନିଟ୍ ଭିତରେ ଏମାନେ ଏଠୁ ଯଦି ନ ଯିବେ ତାହେଲେ ମୁଁ କଲ୍ କରିବା ମାତ୍ରେ ସତ୍ୟ ନ୍ୟାୟ ଜ୍ଞାନରେ ଗୋଟେ ବିଷ ଇଞ୍ଜେକ୍ସନ ଦେବି। ଭାଉଜ, ମୁଁ ତମ ଉପରକୁ ହାତ ଉଠାଇ ମସ୍ତ ବଡ଼ ଭୁଲ କରିଦେଇଛି ଭାଉଜ, ଭୁଲ କରିଦେଇଛି। ଏଇ ଭାଉଜ ଦେଖ, ମୋ ଅପରାଧ ପାଇଁ ମୁଁ କେମିତି କାନ ଧରି ଉଠ୍ବସ ହଉଛି ଭାଉଜ। ଯଦି ଯଦି ତମର ମନ ଶାନ୍ତି ହଉନି ତାହେଲେ ଆଉ କ'ଣ କରିବାକୁ ହବ ଭାଉଜ? ଆଉ କ'ଣ କରିବାକୁ ହବ? ଆଉ କ'ଣ କରିବ? ତମେ ଗୋଟେ କାମ କର, ତମ ଭାଉଜକୁ ନେଇ ଜୀଅନ୍ତା କବର ଦେଇଦିଅ। ଏକା ସତ୍ୟକୁ କାହିଁକି ବିଷ ଇଞ୍ଜେକ୍ସନ ଦେଇ ମାରିଦେବ? ଆମ ସମସ୍ତଙ୍କୁ ସେ ଇଞ୍ଜେକ୍ସନ ଦେଇ ମାରିଦିଅ। ଆମେ କେହି ପ୍ରତିବାଦ କରିବୁନି। ଆମେମାନେ ଲେଖିଦେବୁ ଯେ ଆମ ମୃତ୍ୟୁ ପାଇଁ ଆମ ଭାଗ୍ୟ ନାହିଁ, ଭାଗ୍ୟ ନାହିଁ। ବୁଝିଲ ନା, ଏତେ ପରିଶ୍ରମ କରି ଅଭାବ ଅନାଟନର ରଜତଟାକୁ ଡାକ୍ତର କଲେନି, ସେସବୁର କିଛି ମୂଲ୍ୟ ଡାକ୍ତର ହେଇଥିଲ, ବଡ଼ ଡାକ୍ତର ହେଇଥିଲ।
ବହୁତ ଭଲ ସରଳ କଥା କହି ବୁଝେଇ ଛାଡ଼ିଦେଲା ନା। ଏବେ ଆମ ରଜତ ନା ବହୁତ ଚାଲାକ ହୋଇଗଲାଣି। ତମେ ତାକୁ ଭୁଲ ବୁଝୁଛ। ବୁଝେ ନା କିଛି ସେମିତି ମୋତେ କହିଲା ବେଳେ ନା ତା ଆଖିର ଲୁହରେ ଛଳ ଛଳ ହେଇ ଯାଉଥିଲା। ହେଇଥିବ ଲୋ, ହେଇଥିବ। ଆଉ କେତେ ଯାହାହେଲେ ବି ଦୁର୍ବଳତା ହବ। ଏଇ ତମେ ଏମିତି ଲାଗୁଛ କାହିଁକି? ହଁ କାହିଁ କାନ୍ଦୁଛନ୍ତି? ଆରେ ୟା ପାଶ ତୁ ଏମିତି ପୀଡ଼ା ପଡ଼ି କାନ୍ଦୁଛୁ କାହିଁକି? କାହିଁ କାନ୍ଦୁଛୁ ତୁ? ଓ ବୁଝିଲି ବୁଝିଲି ମୋତେ ମରଣ ହେଇଛି। ମୁଁ କାଳେ ମରିଯିବି। ଏଇ ତୁ ସତ କହୁଛ? ମୋର କିଛି ହବନି। ମୁଁ ଭଲ ହେଇଯିବି। ମୋତେ ଅକ୍ସିଜେନ ମାର। ମୋତେ ଅକ୍ସିଜେନ ମାର। ମୋର କିଛି ହବନି। ଆଲୋ ସତ 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 ତୁ ନିଶ୍ଚୟ ଭଲ ହେଇଯିବୁ। ତୁ କାହିଁକି ଭୟ କରୁଛୁ? କଣ ଦେଖୁ? ମୁଁ କ'ଣ ମରିବା ପାଇଁ ଡରୁଛି? ମୁଁ ଏଇଥିପାଇଁ ଡରୁଛି ଯେ କାଳେ ତମ ମନକୁ Go,